ପରୀକ୍ଷା ସରିଲାଣି ଏବେ କଣ କରିବା ଗୋଟେ ଭଲ ଆଇଡିଆ ମୁଁ ଭାବୁଛି ଏ ଯୋଉ ଲୋକମାନେ ଯୋଉ ଗୋରୁ ବିକି ଦଉଥିଲେ ତାକୁ ଆମ ଯୋଉ ଗୋ ସେବକ ମାନେ ଅଟକେଇକି ଛାଡି ଦେଇଛନ୍ତି ଭଦ୍ରକଠୁ ପାଣିକୋଇଲି ମଝିରେ ରୋଡ ସାରା ଗୋରୁମୟ ଆମେ ଚାଲ ଯିବା ସେ ଯୋଉ ହଗୁଛନ୍ତି ଯୋଉ ଗୋବର ଏବେ ଗ୍ୟାସ ସଟେଜ ସେ ଗୋବରକୁ ଆଣିକି ଆମେ ଘଷି ପାରିକି ତାକୁ ଜାଳିବା ଆଉ ଇଏ ଲୋକମାନେ ଏବେ ଚିନ୍ତା କରୁଥିବେ ଯୋଉ ଗୋରୁ ଗୁଡାକୁ ଆମେ ବିକି ଦଉଥିଲୁ ଆଉ ଗୋରୁ ଗୁଡାକୁ ଯୋଉ ଛାଡି ଦଉଥିଲୁ ସେ ଗୋରୁ ଏବେ ଖୋଜି ଆରମ୍ଭ କରିଥିଲେ ଗ୍ୟାସ ପାଇଁ ଯେମିତି ପାଗଳା ହେଇକି କିଏ 1500 ଯାଚିଲାନି ତ କିଏ 2000 ଯାଚିଲାନି ବୁଝିଲ ନା କେତେ ଦେଖେ ଲୋକମାନେ ଦେଖେ ସେଇ ଗୋରୁକୁ ଫେର ଦେଖେ ଗୋବରକୁ ଏଇନା ଆମେ କାଲି ବାଟ ଦେଖୁଥିଲେ ଗୋବରକୁ କେମିତି ରାତିରେ ଯାଇକି ଦିନ ନାଜା ମାରୁଛୁ ବୋଲି ରାତିରେ ଯାଇକି ନେଇକି ଆସୁଛନ୍ତି ତାହେଲେ ଆମେ ଗୋଟେ କାମ କରିବା ବାଟରେ ଯେତିକି ଗୋବର ଅଛି ସବୁ ସଫା କରିଦବା କଣ କହୁଛୁ ଆଉ ସ୍କୁଲ ତ ଛୁଟି ହେଇଗଲାଣି ତ ସାଙ୍ଗସାଥି ଯେତିକି ଅଛନ୍ତି ସବୁ ନେଇବା ଆମର ଟମାଟୋ ଟ୍ରେ ଅଛି ସେ ଟ୍ରେର ଫୁଲ କରିଦବା ଅଟୋରେ ଲୋଡ କରିବା ଆଣିବା ଆଣିକି ଘଷି ପାରିବା ଘଣ୍ଟ 10 ଟଙ୍କା ଯୋଉମାନେ ସହରରେ ରହିଲେ ସେମାନେ ଗ୍ୟାସ ଜାଣନ୍ତୁ ଆମେ ଗାଁ ଲୋକ କିଛି ଫରକ ନାହିଁ ପାଇବା ନା ଭିଡିଓ ଯୋଉମାନେ ଦେଖୁନାହାନ୍ତି ନା ଗାଁରେ ଯୋଉମାନେ ରହୁଛନ୍ତି ଜମା ଗ୍ୟାସ ଦୋକାନ ଲାଇନ ଲଗାନ୍ତୁ ନାହିଁ ଲାଇନ ଲଗେଇକି ଅଯଥା ବ୍ଲାକରେ ତାଙ୍କୁ 1500 ଟଙ୍କା ଦିଅନ୍ତୁ ନାହିଁ ଆମେ ଗାଉଁଲି ଲୋକ ଜାଳ କୁଟା କାଠିର ଅଭାବ ନାହିଁ ଖରାପ ଯଦି ମାଡୁଛି ଆମ ପାଖରୁ ଘଷି ଆଭେଲେବୁଲ ଅଛି କାରଣ ଆମର ଗୋରୁ ନାହିଁ କିନ୍ତୁ ଆମ ପାଖରେ ଘଷି ସଫିସିଏଣ୍ଟ ଅଛି କାରଣ ଆମେ ଗୋମାତାଙ୍କ ସେବା କରୁ ଯେତିକି ଭଦ୍ରକରୁ ପାଣିକୋଇଲି ଭିତରେ ଯେତିକି ଗୋବର ଥାଏ ସବୁ ଆମେ ଅଟୋ ଲୋଡ କରି ଆଜି ଘଷି ପାରୁଛୁ ଘଷି ହାରରେ 1.5 ଲକ୍ଷ ଘଷି ମୋ ପାଖରେ ଅଛି 1.5 ଲକ୍ଷ ଘଷି ଅଛି ଆଉ ହଉଛି ଯେତେ ଆପଣ ଯଦି ଘଷି ଆପଣଙ୍କ ଜାଳ କୁଟା କିଛି ନାହିଁ ଆସି ଆମ ସାଙ୍ଗେ ଯୋଗାଯୋଗ କରନ୍ତୁ ନାଜ କରିବାର ଅଛି ଗୋରୁ ତ ବିକ୍ରି ହେଇଛି ନାଜ କରିବାର କଣ ଅଛି ଆସିକି ଭଦ୍ରକ କଚେରୀ ପଳେଇ ଯିବେ ଷେଣ୍ଢ ଗୋରୁ ଗାଈ ଯାହା ହକିଥିବେ ଆଣି ଘଷି ପାରିକି ଆମେ ହଉଛି ଇଏ କରିବା ଜାଳ କରିବା ଆଉ ଆପଣ ମାନେ ଜମା ଗାଁର ଯୋଉମାନେ ରହୁଛନ୍ତି ଜମା ଗ୍ୟାସ ବ୍ଲାକରେ ଆଣନ୍ତୁ ନାହିଁ ଅଧିକା ପଇସା ଦିଅନ୍ତୁ ନାହିଁ ଆଉ ଯଦି ପାରୁଛ ଏଇ ଯୋଉ ଆମ ଟୁଇଙ୍କିଲ ଅଛି ୟା ସାଙ୍ଗେ ଯୋଗାଯୋଗ କରିବ ଇଏ କୋଉଠି କଣ ଗୋବର ଘଷି ଯାଉଛି ସବୁ କୁଟା କାଟି ସବୁ ଆଣି ରୁଣ୍ଡେଇ ଦେଇଦବ ୟା ନାଁ ହଉଛି ଟୁଇଙ୍କଲ ଆଉ ଇଏ ହଉଛି ଇଏଙ୍କର 8-10ଟି ଗୋରୁ ଅଛି ଆଉ ତାର ମୋର ହଉଛି ଆଜି ଯୋଉ ରାତିରୁ ଏବେ ଗୋଟେ ଆମର ଚାଲିବ ସର୍ଭେ ଚାଲିବ ଗୋରୁ ଗାଈ ଯୋଉଠି ଅଛନ୍ତି ସେଇଠିକି ଆମେ ଯିବୁ ଯାଇକି ଗୋବର ଇଏ କରିବୁ ଯୋଉମାନେ ଗୋରୁ ବିକ୍ରି ଆଜି ପସ୍ତଉଛନ୍ତି ସେମାନେ ଭିଡିଓ ଦେଖନ୍ତୁ ଆଉ ଗୋରୁ ଆଉ ବିକିବାକୁ ଯୋଉ ଏବେ ଏଇଭଳିଆ ସଙ୍କଟ ମଝିରେ ଆସିବ ସେଥିପାଇଁ ଗୋରୁ ରଖନ୍ତୁ ଗୋରୁ ସେବା କରନ୍ତୁ ଆଉ ଗୋରୁ ବିକନ୍ତୁ ନାହିଁ ଯେମିତି ଆପଣ ମାନେ ଘର ସଦସ୍ୟଟାକୁ ବଡ କରୁଛନ୍ତି ଗୋରୁ ବି ଆପଣ ବଡ କରି ତାକୁ ଯେତେବେଳେ ବିକି ଦଉଛନ୍ତି ସେତିକି ଏବେ ତମେ ସେଇଟା ପସ୍ତାଅ ରହିଲି ଜୟ ଜଗନ୍ନାଥ ଭିଡିଓଟାକୁ ଲାଇକ୍ କରିବେ ସେୟାର କରିବେ ସବସ୍କ୍ରାଇବ କରିବେ ଆଉ ଫଲୋ ମଧ୍ୟ କରିବେ ରହିଲି ଜୟ ଜଗନ୍ନାଥ।